ଆଜି ତ୍ରିନାଲିକୁ ପୁଲିସ ମାନେ ନେଇଯିବେ, ତାପରେ କଣ ହେବ? ଡକ୍ଟର ଶୀତଲ ପକାକୁ ଯିବେ ତ୍ରିନାଲି। ଡକ୍ଟର ଶୀତଲ ତ୍ରିନାଲିକୁ ଦେଖି କରିଡରି ଯିବେ। ତ୍ରିନାଲିକୁ ଜାଣିପାରିବେ ନାହିଁ। ସିକ୍ୟୁରିଟିକୁ ଡାକିବେ, ତୁମେ ସେଇ ଖୁନି ଆଶା ମୀନା, ତୁମେ ଚାରିଆଡ଼େ ତୁମକୁ ପୁଲିସ ଖୋଜୁଛି। ତାପରେ ତ୍ରିନାଲି କହିବେ, ଦେଖନ୍ତୁ ଥରେ ମୋର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏମିତି କାନ୍ଦି କାନ୍ଦି ଚିଲାଉଛ କାହିଁକି? ମୋର କଥାକୁ ଟିକେ ବୁଝିବାକୁ ଚେଷ୍ଟା କର। ମୁଁ ଗୋଟିଏ ପରିସ୍ଥିତିରେ ପଡ଼ିକରି ମାରିଦେଇଛି। ସେଇଠି ଝିଅମାନେ ବହୁତ ପରିସ୍ଥିତିରେ ଅଛନ୍ତି, ବହୁତ ମାଡ଼ ବି ମାରୁଛନ୍ତି, ସେମାନେ ଦେହ ବି ବେପାର କରୁଛନ୍ତି, ସେମାନଙ୍କୁ ବହୁତ କଷ୍ଟ ହେଉଛି। ମୋତେ ଟିକେ ସାହାଯ୍ୟ କର। ମୁଁ ତୁମକୁ ନେହୁରା ହୋଇଛି, ମୁଁ ତୁମର ଗୋଡ଼ ବି ଧରୁଛି, ପ୍ଲିଜ୍ ମ୍ୟାଡ଼ାମ୍, ମୋର କଥାକୁ ଟିକେ ମାନ। ସେମାନଙ୍କୁ ଯେମିତି ହେଲେ ବି ମୋତେ ସେମାନଙ୍କୁ ସାହାଯ୍ୟ କରିବାକୁ ହେବ, ସେମାନଙ୍କୁ ମୋତେ ବଞ୍ଚାଇବାକୁ ହେବ। ପୁଲିସ ମାନେ କହିବେ, ଡକ୍ଟର ଶୀତଲଙ୍କୁ ଘରକୁ ଯାଇ କହିବେ, ଦେଖନ୍ତୁ ଆମ ପାଖରେ ସର୍ଚ୍ଚ ୱାରେଣ୍ଟ ଅଛନ୍ତି, ଏନ୍ଜିଓକୁ ପ୍ରପର ଭାବରେ ଚେକ୍ କରିବାକୁ ହେବ। ଦେଖନ୍ତୁ ଅଫିସର, ଏଠି କେବଳ ନିରୀହ ସ୍ତ୍ରୀ ଓ କେବଳ ଛୋଟ ଛୁଆମାନେ ରହିଛନ୍ତି ଏବଂ ଛୋଟ ପିଲାମାନେ ରହିଛନ୍ତି। ଆପଣମାନେ ଏମିତି ସର୍ଚ୍ଚ ଅପରେସନ କରିପାରିବେ ନାହିଁ। ଏମିତି ସର୍ଚ୍ଚ ଅପରେସନ କଲେ ପିଲାମାନେ ଡରିଯିବେ। ତ୍ରିନାଲି ଘର ଭିତରେ ଲୁଚିଥିବ। ତ୍ରିନାଲିକୁ ପୁଲିସ ମାନେ ଧରିପାରିବେ କି ନାହିଁ, ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି, ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଏମିତି ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।